କାଲିଠୁ ଆମେ ଯୋଉ ପରଠୁ ପାଇଥିଲେ ଲୋ ପ୍ରେସର ତା ପ୍ରଭାବରେ ବହୁତ ଜାଗାରେ ବର୍ଷା ହେଇଛି। ଆମେ ଯାହା ଦେଖିବା ଗତ 24 ଘଣ୍ଟା ଭିତରେ ଯୋଉ ବର୍ଷା ସବୁ ହେଇଛି ହାଏଷ୍ଟ ଟାଇମ୍ ପାଇଛେ କେଉଁଝର ଯୋଡାରେ 170 ମିଲିମିଟର ବର୍ଷା। ଏମିତି ପାଖାପାଖି 9ଟା ଜାଗାରେ 100 ମିଲିମିଟରରୁ ଅଧିକ ବର୍ଷା ହେଇଛି। 100 ମିଲିମିଟର ଗୋଟେ ବଡ ବର୍ଷାର ପରିମାଣ। ତେଣୁ ତାର ପ୍ରଭାବ ନିଶ୍ଚୟ ନଦୀମାନଙ୍କ ଉପରେ ରହିବ। ତା ପ୍ରଭାବରେ ଆମେ ଯୋଉ 3ଟା ନଦୀରେ କଣ୍ଟିନ୍ୟୁଅସଲି କିଛି ଫ୍ଲଡିଂ ସିଚୁଏସନ ରହିଯାଉଛି ଗୋଟାଏ ମାସେ ହେଲା। ମୋଷ୍ଟଲି ଆମର ଉତ୍ତର ଓଡ଼ିଶାରେ ଆମର ଯେମିତି ମେନଲି ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଆଉ ସାଳନ୍ଦୀ, এই 4টাରେ ଆମେ କ୍ରମାଗତ ଭାବେ ବନ୍ୟା ପରିସ୍ଥିତି ଦେଖି ଆସୁଛେ। କିନ୍ତୁ ଆଜିର ଯାହା ଅଛି ନଦୀର ସ୍ଥିତି ସେ ବିଷୟରେ ମୁଁ ଆପଣମାନଙ୍କୁ ଟିକେ କହିଦେବି। ଆମେ ଯେମିତି ବିଭିନ୍ନ ଜାଗାରେ ଆମର ନଦୀର ଯୋଉ ଜଳସ୍ତର କମି ଯାଇଛି, ଯାହା ଥିଲା ହାଏଷ୍ଟ ପିକ୍ ଯାଇଥିଲା ଏଇ ଲୋ ପ୍ରେସର, ସେଟା ଗ୍ରାଜୁଆଲି କମିବାକୁ ଆରମ୍ଭ କରିଛି। ପ୍ରଥମ ଆରମ୍ଭ କରିବା ବୈତରଣୀ ସବୁଠୁ ଆମର ବେଶୀ ଏଥର କ୍ଷୟକ୍ଷତି କରିଛି। ବନ୍ୟା ବେଶୀ ସମୟ ୱାଟର ଲେବୁଲ ରହିଛି। ସେଠି ଆମେ ଆଖୁଆପଦ ପାଖରେ ଯୋଉ ମେଜରମେଣ୍ଟ ନିଏ ତାର ଡେଞ୍ଜର ଲେବୁଲ 18.33 ମିଟର ଥାଏ। ଆଜି ସକାଳୁ ସେଇଟା ଅଛି 18.15 ମିଟର। ସେଟା ବୋଧେ ସନ୍ଧ୍ୟା ଯାଏଁ ଆଉ ଟିକେ ବଢିବ, ତାପରେ କମିବ। ତାର କାରଣ ହେଲା ଟିକେ ସେଟା ହାଏଷ୍ଟ ଯାଇଥିଲା 19 ମିଟର, କମି ଯାଇଥିଲା କାଲି ସୁଦ୍ଧା। କିନ୍ତୁ ଗତକାଲି ଯୋଉ ତା ଲୋକାଲ କ୍ୟାଚମେଣ୍ଟରେ କିଛି ବର୍ଷା ହେଇଛି ତା ପ୍ରଭାବରେ ଆଉ ଟିକେ ତାର ଲେବୁଲ ବଢିଛି। ସେମିତି ଯଦି ବ୍ରାହ୍ମଣୀକି ଆସିବା, ବ୍ରାହ୍ମଣୀର ମେଜରମେଣ୍ଟ ନେଉଛେ CWC ଗେଜ୍ ସାଇଟ୍ ଆଟ୍ ଜେନାପୁର ପାଖରେ ତାର ଡେଞ୍ଜର ଲେବୁଲ ହେଉଛି 23 ମିଟର, ଆଉ ତାର ୱାର୍ଣ୍ଣିଂ ଲେବୁଲ ହେଉଛି 22 ମିଟର। ଆଉ ଆଜି ଆମେ ସେଇଠି ଅଛି ଆମର ଲେବୁଲ 20.98 ମିଟର ପାଖାପାଖି ୱାର୍ଣ୍ଣିଂ ଲେବୁଲରେ ଅଛି। ସେଠି ପାଖାପାଖି ଫୁଟେ ପାଣି କାଲି ଆଡ଼କୁ କମି ଯାଇଥିଲା, କିନ୍ତୁ ପୁଣି ସେଇ ଯୋଉ ଲୋକାଲ ବର୍ଷା ସବୁ ରହୁଛି ଆମର କିଛି କେଉଁଝରରୁ କିଛି ସେଇ ଉପର ଅଞ୍ଚଳରୁ ଆସୁଛି ଯୋଉ ସମାପୋଇ ଆଉ ଅଦର ନଦୀରୁ, କିନ୍ତୁ ତାର ଲେବୁଲ ଟିକେ ବଢିଛି। କିନ୍ତୁ ସେଟା ବେଶୀ ବଢିବ ନାହିଁ, କାରଣ ଆମେ ରେଙ୍ଗାଲି ଡ୍ୟାମରେ ତାକୁ କଣ୍ଟ୍ରୋଲ କରୁଛୁ ଏବଂ ଯାହା ଗେଟ୍ ଖୋଲା ଥିଲା ବନ୍ଦ କରି ମାତ୍ର ଗୋଟିଏ ଗେଟ୍ରେ ଆଜି ଜଳ ନିଷ୍କାସନ କରୁଛୁ। ତେଣୁ ଆମେ ନିୟନ୍ତ୍ରିତ ବନ୍ୟା ଗୋଟେ କରିବାକୁ ଚାହୁଁଛୁ, ଯେମିତି ବେଶୀ ତାର ଇଫେକ୍ଟ ତଳ ଆଡକୁ ନ ରୁହେ। କାରଣ ଆମର କେନ୍ଦ୍ରାପଡ଼ା, ଆଳି, ରାଜନଗର ଅଲରେଡି ୱାଟର ଲେବୁଲ ପ୍ରୋବ୍ଲେମରେ ଅଛନ୍ତି। ତେଣୁ ଆମେ ଯେତେ ପସିବୁଲ ଆମ ଦ୍ୱାରା ତାକୁ ଆମେ ବନ୍ୟାକୁ ସବୁଠୁ ସର୍ବନିମ୍ନ ପ୍ରଭାବରେ ରଖିବାକୁ ଚେଷ୍ଟା କରୁଛୁ। ତାପରେ ଆମେ ମହାନଦୀରେ ଯଦି ଦେଖିବା, ମହାନଦୀରେ କାଲି 5ଟା ଗେଟ୍ ଖୋଲା ଥିଲା। ଆଜି ସକାଳୁ ଆମେ 3ଟା ଗେଟ୍ ଖୋଲିଛୁ, କାରଣ ଉପର ମୁଣ୍ଡରେ ଆଉ ଟିକେ ଅଧିକ ବର୍ଷା ହେଇଛି। ତ ଆଜିର ଯାହା ମହାନଦୀ ଆମର ହୀରାକୁଦ ଡ୍ୟାମର ସ୍ଥିତି ରହିଛି, ସେଟା ଆଜି ଆମର ଅଛି ଲେବୁଲ 623.02 ମିଟର। ଆମେ ପାଉଛେ ପାଖାପାଖି 1.5 ଲକ୍ଷ କ୍ୟୁସେକ୍ସ ଇନଫ୍ଲୋ ଉପର ମୁଣ୍ଡରୁ। ଆଉ ତଳକୁ ଆମେ ଯୋଉ ରହିଲା 8ଟା ଗେଟ୍ ଆଉ ଆମର ପାୱାର ହାଉସ୍ ଦେଇକି ସେଇ ସମାନ ପରିମାଣର ଜଳ ନିଷ୍କାସନ କରୁଛୁ। ଏହାଦ୍ୱାରା କିଛି ବନ୍ୟା ଆମର ନାହିଁ। ଯାହା ଟ୍ରେନରେ ବର୍ଷା ହେଇଥିଲା ସେଇଟା ମହାନଦୀରେ ବନ୍ୟା ସୃଷ୍ଟି କରିବ ନାହିଁ, କିମ୍ବା 8ଟି ଗେଟ୍ ଖୋଲିଲେ ବି ମହାନଦୀରେ ବନ୍ୟା ହେବ ନାହିଁ। କାରଣ ଆମର ଯାହା ଆକଳନ ଅଛି କାଲି ସନ୍ଧ୍ୟା ସୁଦ୍ଧା ବି ମୁଣ୍ଡଳିରେ 4 ଲକ୍ଷ କ୍ୟୁସେକ୍ସରୁ ତଳେ ଜଳ ପ୍ରବାହିତ ହେବ। ତେଣୁ ମହାନଦୀରେ କୌଣସି ବନ୍ୟା ଆଶଙ୍କା ନାହିଁ। କିନ୍ତୁ ସୁବର୍ଣ୍ଣରେଖାରେ ବର୍ତ୍ତମାନ ତ ଲେବୁଲ ବହୁତ ଡାଉନ ହେଇଗଲାଣି। ଆମର ଯାହା ୱାର୍ଣ୍ଣିଂ ଲେବୁଲ ଥିଲା 9.34 ଆଉ ଡେଞ୍ଜର ଲେବୁଲ 10.36, ତାକୁ 7.21 ପଳେଇ ଆସିଲାଣି। ପାଖାପାଖି 3 ମିଟର ତଳକୁ ପାଣି ଖସିଗଲାଣି। କିନ୍ତୁ ତାର ଯୋଉ ତଳମୁଣ୍ଡ ଥିଲା, ଯେମିତି ଆମେ କହିବା ବସ୍ତା, ବାଲିଆପାଳ, ବଗୁରାଇ, ଜଳେଶ୍ୱର, ସେଠି ଜଳବନ୍ଦୀ ଅବସ୍ଥା ଟିକେ ରହିଛି। ସେଟା ସୁଧୁରିବାକୁ ଆଉ 3 ଦିନ ସମୟ ଲାଗିବ। ତ ଏଇ ହେଲା ମୋଟାମୋଟି ଆଜି ବୈତରଣୀ ଆଖୁଆପଦା କଥା କହିଲି। ବୈତରଣୀରେ ବନ୍ୟା ବଢିବ ନାହିଁ, ସନ୍ଧ୍ୟା ଯାଏଁ ବଢିବ, କମିବ। କିନ୍ତୁ ମେନ୍ ଇସ୍ୟୁ ହଉଛି ଯାଜପୁରରେ ଆମେ ଯୋଉ ରହିଛି ଏରିଆ ଦଶରଥପୁର ଆଉ ଆମର ବ୍ରାହ୍ମଣୀର ବରୀ ଆଉ ଆଳି, ଆମର ଦଶରଥପୁର, ବିଞ୍ଝାରପୁର, ଗୁଡା ୱାଟର ଲେବୁଲ କଣ୍ଟିନ୍ୟୁ କଲାଣି ବହୁତ ଦିନ ହେଲାଣି, 15-20 ଦିନ। ଯେହେତୁ 3-4ଟା ଲୋ ପ୍ରେସର ଗୋଟେ ପରେ ଗୋଟେ ପଳେଇ ଆସୁଛି, ଆଉ ପାଣି ଛିଣ୍ଡିବା ଆଗରୁ ଆଉ ଥରେ ନଦୀରେ ପାଣି ବଢି ଯାଉଛି, ତେଣୁ ଟାଇମ୍ ଲାଗୁଛି। ସେଇଟା ଗୋଟେ ଅସୁବିଧା। ଏବେ ତ 3 ଦିନ ଗୋଟେ ଡ୍ରାଏ ସ୍ପେଲ୍ ଦେଲେ କମିଯାନ୍ତା, କିନ୍ତୁ 3 ଦିନ ଟାଇମ୍ ପାଇଲା ବେଳକୁ ଆଉ ଗୋଟେ ଲୋ ପ୍ରେସର ହେଇଯାଇଛି। ନା ଏବେ ତ ଆମେ ଆଇଏମଡି ଫୋରକାଷ୍ଟ କରିନାହାନ୍ତି, କଲେ ଦେଖିବା। ମାନେ ଏମିତି ଆପଣ ଭଳି ମିଡିଆରୁ ଶୁଣୁଛୁ ଏ ଲାଷ୍ଟ ୱିକରେ ଗୋଟେ ହବାର ଅଛି କଣ? ନାଇଁ, ସେମାନେ ତ ଚିଫ୍ କନଷ୍ଟ୍ରକ୍ସନ ଇଞ୍ଜିନିୟରକୁ ଉତ୍ତର ଦେବେ, କାରଣ ସେ ତାଙ୍କ ସହିତ ଏଗ୍ରିମେଣ୍ଟ କରିଛନ୍ତି। କିନ୍ତୁ ଏଇଥର ଯୋଉ ହେଲା ଗତ କାଲି ଆଉ ଅଛି, ସେ ପ୍ରପର କୋଅର୍ଡିନେସନ ସହିତ ଆମ ସହିତ କାମ କରିଛନ୍ତି। ପୂର୍ବ କାରଣ ଦର୍ଶା ନୋଟିସ୍ ବର୍ତ୍ତମାନ ସାର୍ ଆପଣଙ୍କୁ ଆସିବ? ନାଇଁ ସାର୍, ତାର ପାଇଲେ ସେ ମୋତେ ରିପ୍ଲାଏ ଦେବେ, ପାଇନାହାନ୍ତି। ସାର୍ ଆସିଲେ ଯଦି ସନ୍ତୋଷଜନକ ନଥାଏ ତାହେଲେ କଣ? ତ ସରକାରଙ୍କୁ ଲେଖିବୁ, ସରକାର ଯାହା ବିହିତ ପଦକ୍ଷେପ ଦେବେ।